ଜୟ ଜଗନ୍ନାଥ ସାଙ୍ଗମାନେ। ଦେଖନ୍ତୁ ଆମେ ବାଂଶୀ ମେଳା ଆସିଛେ ଆଉ ସେଠି ଜଗନ୍ନାଥର 32 ବେଶ ହେଉଛି। କେତେ ସୁନ୍ଦର ସୁନ୍ଦର ବେଶ ସବୁ ହେଇଛନ୍ତି। ବହୁତ ସୁନ୍ଦର ତ ଲାଗୁଛି, ଦେଖିକି ଇଚ୍ଛା ବି ହଉନି ତା ଭିତରୁ ଆସିବା ପାଇଁ। ଆଉ ଭାବିଲି ସାଙ୍ଗମାନଙ୍କୁ ବି ଟିକେ ଦେଖେଇଦେବି, ଆପଣମାନେ ବି ଦେଖନ୍ତୁ, ବହୁତ ସୁନ୍ଦର ଲାଗୁଛି। ଆଉ ଆପଣମାନେ ବି ଆସନ୍ତୁ, ଦେଖିକି ବି ଯିବେ। ମେଳା ପ୍ରାୟତଃ 1 ତାରିଖ ଯାହା ରହିବ ମେଳା। ଆଉ ସବୁଦିନ ତ ଆସିବା ସମ୍ଭବ ନୁହେଁ, ତଥାପି ଯିଏ ସାଙ୍ଗ ଫାଙ୍କା ପାଉଛନ୍ତି ଥରେ ଆସିକି ଦେଖି ଯାଆନ୍ତୁ। ଏତେ ସୁନ୍ଦର ହେଇଛି ଧାମ, ଯାହାକି ଥରେ ଦେଖିଲେ ଇଚ୍ଛା ହେଉଛି ତ ସବୁବେଳେ ସେଠି ଦେଖିବା ପାଇଁ। ଆଉ ଆମର ତ ଏଠି ତ ମୁଁ ତ ସବୁଦିନ ତ ଏଠି ରହୁଛି, କାହିଁକିନା ମୁଁ ଦୋକାନ ଦେଇଛି ଏଠି। ଆଉ ଆପଣମାନେ ବି ଆସିକି ଦେଖନ୍ତୁ। ମୁଁ ଉତ୍ସୁକ ବି ଅଛି, ପାହ୍ୟା ଚୈତନ୍ୟ ବି ଆସିବ, ପ୍ରଭୁ ପାହ୍ୟା ଚୈତନ୍ୟ। ଆଉ ଦେଖିକି କୁହନ୍ତୁ କେମିତି ଲାଗୁଛି। ଆଉ ଯେଉଁ ସାଙ୍ଗମାନେ ଟିକେ ପ୍ରଭୁ ଜଗନ୍ନାଥକୁ ବହୁତ ଭଲ ପାଆନ୍ତି, ଆଉ ଟିକେ ସବସ୍କ୍ରାଇବ୍ କରିଦେବେ ମୋ ପାଇଁ। ଏଠି ମହାଯଜ୍ଞ ବି ହେଉଛି, ପ୍ରଭୁଙ୍କର ଯଜ୍ଞ ଏଠି ଯଜ୍ଞ ହେଉଛି। ଆଜି ତ ଷ୍ଟାର୍ଟ ହେଲା, ଆଜି ଯଜ୍ଞ ହେଉଛି, କାଲିକି ବି ଯଜ୍ଞ ହେବ। ଆଉ ଆପଣମାନେ ଆସନ୍ତୁ, ଯଜ୍ଞ ଦର୍ଶନ ବି କରନ୍ତୁ। ଦେଖନ୍ତୁ ଏଠି ଯଜ୍ଞ ହେଉଛି। ଆଉ ଆମ ବାବା ମହାଦେବ ବି ଏଠି ଅଛନ୍ତି। ବହୁତ ସୁନ୍ଦର ପରିବେଶ, ଏଠି ବହୁତ ସୁନ୍ଦର ତ ଲାଗୁଛି। ଗେଟ୍ଟା ବି ବହୁତ ସୁନ୍ଦର ହେଇଛି, ଆଉ ବହୁତ ସୁନ୍ଦର ସଜସାଜ୍ୟ ବି ହେଇଛି। ଗେଟ୍ ବି ବହୁତ ସୁନ୍ଦର ସଜେଇଛନ୍ତି, ଏ ମଥାରୁ ସେ ମଥା। ଛୁଆମାନଙ୍କ ଦୋଳି ଏକା ବି ଅଛି। ଆଉ ଫାଷ୍ଟ ବାହାରିକି ଦେଖେ ତ ସ୍ୱାମୀ ବସିକି ଏଠି ଆଳୁଦମ ଖାଉଛନ୍ତି। ଭାବିଲି ସେଠି ଟିକେ ଦେଖେଇଦେବି ଆଉ।